କେତେ ଚୋପା ବାହାରିଲା ଦେହରୁ ଆହୁରି ବି ଚୋପା ତା ଦେହରୁ ବାହାରିବ ଦେଖୁନ କେତେ ଚୋପା ବାହାରିଛି। କ'ଣ କରୁଛ ପତ୍ର ଆଣିକି ଆଇଲ କି? ଓହୋ ଆଜି ଆମ ମା ଦିନ ମାଙ୍କ ଦିନ ଆଜି ଆଉ ବ୍ରାହ୍ମଣ ଆଜି ଖାଇବେ। ଆୟୁଷ କ'ଣ ହେଉଛି ସକାଳୁ ଉଠି ଖାଇବା ହେଲାଣି ଟି? ଦାନ୍ତ ଘଷାଇନି ଖାଇଥିଲ କି? ତମେ କ'ଣ ଆଣିକି ଆଇଲଣି? ପୋଡ଼ ରସଗୋଲା ପୋଡ଼ ରସଗୋଲା ଆସିଛି। ବ୍ରାହ୍ମଣ ଖାଇବେ ତ। ଓହୋ ଆଜି ମାଙ୍କ ଦିନ ତ ବ୍ରାହ୍ମଣ ଖାଇବେ। ତାଙ୍କର କ'ଣ ହେଇଥିବ? ତାପରେ କିଏ ଛାତ ଉପରେ ଆଣ ପନଉନ ତମେ ତ ଗାଧେଇନ ବୋଧେ? ଗାଧେଇନାହାନ୍ତି ରଖିଦେଇ ଇଏ କ'ଣ ରସଗୋଲା ରସଗୋଲା ପୋଡ଼ ପାହାଡ଼ ରସଗୋଲା ଗୋଟେ ରସଗୋଲା ଗୋଟେ ପାହାଡ଼ ରସଗୋଲା ପାହାଡ଼ରେ ମାନେ ତିଆରି ହେଇଛି ନା କ'ଣ? ଇନ୍ଦ୍ରପୁର ଇନ୍ଦିପୁର ନା ଇନ୍ଦ୍ରପୁରରୁ ଆସିଲା। ଚୁଲି ଲଗେଇଛି ଯେ ଧୂଆଁ ହେଉଛି ହେଲେ ଜଳୁନି ଚୁଲି ଯେ କେମିତି ରୋଷେଇ ହବ କ'ଣ ହବ? ରାତିରେ ଉଠିକି କାମ କରୁଥିଲୁ ସେତିକି ଯୋଉ ଦୁଆରଟା ଏମିତି ବାଡ଼େଇ ଗଲୁନି ଯେମିତି ଖୋଲା ଆଳୁ ବାଡ଼େଇଥିଲୁ ସେତିକି ରାତିରେ ଡରିଗଲି। ହଁ ଚୁଲି ଜଳିଲା ହାତରେ ଭାତ ବସିବା। ଆରେ ଏଠି ଛତୁ ଆଣିଛନ୍ତି ମା ଆଜି ବାରି ଏଠି ବୋଧେ ହେଇଥିଲା ଛତୁ ଆସିଛି। ନାଇଁ ଗନ୍ଧେଇବ ଗନ୍ଧ କାହିଁକି ଆନୁ ଭଲ ଛତୁ ସିଏ ବଢ଼ିଆ ଛତୁ ସିଏ ଗନ୍ଧ ହବ। ମମି କ'ଣ କରୁଛୁ? ଶାଳ ପକାଉଛୁ? ଓହୋ ଦେଖନ୍ତୁ ଏବେ ଆମର ଚାଉଳ ପଡ଼ୁଛି। ଚାଉଳ ପଡ଼େ ହଁ ଆଜି ବୋଧେ ସକାଳୁ ଭାତ ରାନ୍ଧି ଦେଇଛ ନା ଆଜି କିନ୍ତୁ ଆଉ ଟିକେ ସକାଳୁ ଆଜି ହେଇଛି। ସାଢ଼େ 8ଟା ଓହୋ 8:30 ମତେ ଲାଗିଲା ଅଳପ ଟାଇମ୍ ହେଇଛି ନା। ହଉ ତାହେଲେ ଭାତ ହେଇଗଲା ଆମେ ଖାଇବା। ଚୁଲି ଜଳୁନି ଜାଳ ଓଦା ହେଇଥିବ ସେଇଥିପାଇଁ ଧୂଆଁ ହେଉଛି ଆଉ ସବୁବେଳେ ଧୂଆଁ ହେଉଛି ନା। मम्मी ए तो पछाड़ टीवी टे थोइछि तरह पकईला भी आधे भी निआ लगिगला मानने तेल ताकला कईटा बसैकी जाइए आसला बेलू पूरा तातीगला निआ भोक ले तो खाए एटा को माछ ये हाँ टिके खाया कंटा माछ माछ बोले चलती है हां ये माछ वाली कंटा माछ मां एटा को साग तोलछु आज सजना साग जोड़ा तोलछु आज रविवार तो हां ले बाजीबी ये खाइबिनी एटा कोहड़ी की हिची एटा एत कहितला ना जा मु आसे पूर्व माटी तोली दिथला बोधे देखिनी
ଏ ଗଛଟା ବଡ଼ ହେଲେ ଆହୁରି କେତେ ବଡ଼ ନା? ବହୁତ ବଡ଼ ହବ ଆଉ। ଓହୋ। ଏ ଚୁଲି ଲିପା ହେଉଛି। ଖାଇବା ସରିଗଲା ନା? ଏଇ ଯେଉଁ ରୋଷେଇ ସରିଗଲା। ଆଇଁଷ ହେଇଥିଲା ତ ଦେଖିଦେଲେ ଜାଳ ନଦା ହବ, ସେ ଜାଳ ଥିବ। ଓହୋ। ଓଦା ହେଇଛି ବୋଧେ। ଡାଳ ଓଦା ହେଇଯାଇଛି ବର୍ଷାରେ। ବର୍ଷାରେ ଓଦା ହେଇକି ଜାଳ ଜଳୁନି ଟୋଟାଲି ଆଉ। ନଦା ହେଇକି ଚୁଲିରେ ସେକା ହେଇକା ରୋଷେଇ ହେଉଛି। ଓହୋ। ଦେଖନ୍ତୁ କେମିତି ତା ଭିତର ପୁରା ଲିପା ହେଉଛି ନା? ଚୁଲି ଭିତରେ ବା ତା ଭିତର ପୁରା ତାତିଥିବ କି ନାହିଁ? ଦେଖୁନ ନିଆଁ ଅଛି ପୁରା। ଦେଖନ୍ତୁ ସମସ୍ତେ, ଏଇନେ ଲିପା ହେଇଗଲା ସାଙ୍ଗେ ସାଙ୍ଗେ, ତାପରେ ଜାଳ ନଦା ହବ। ଜାଳ ନଦା ହେଇଗଲା ନା? ନଥୋଇଲେ ଜାଳ ଜଳୁନି, ଓଦା ହେଇଯାଇଛି ଦେଖୁନ କେତେ ଓଦା। ହଁ ବା ଓଦା ଦେଖା ହେଉଛି ବା ଆଗୁଆ। ଶୁଖିଗଲା ଟିକେ ଜଳୁଛି ଟିକେ। ହଁ ସବୁ ଓଦା ହେଇଛି, ମେଘ ପକେଇକି ସବୁ ଓଦା ଜାଳ ଫାଳ ସବୁ। ସେଇଥିପାଇଁ ଓଦା ଦେଖାଉଛି ଆଉ। ଏମିତି ରଖିଦେଲେ ହଁ ବା। ଶୁଖିଯିବ ଆଉ। ମା କ'ଣ କହୁଛୁ? କ'ଣ କରୁଛୁ? ବିରି ରଗଡୁଛି, କାଲି ଗମା ପୂର୍ଣ୍ଣିମା ହଁ। ପିଠା ହବ। ଓହୋ ବିରି ରଗଡା। ଓହୋ, କାଲି ଗହ୍ମା ପୂର୍ଣ୍ଣିମା ପାଇଁ ବିରି ରଗଡ଼ା ହେଉଛି। ଏମିତି କରିଦେଲେ ରଗଡ଼ା ହେଇଯିବ ଆଉ ନା? ବିରି ରଗଡ଼ା ହେଉଛି ଏବେ। ମା ରଗଡ଼ୁଛି ବିରି। କେତେକ ରଗଡ଼ି ଦେଲୁ? ଆକୁ ଏତିକି ଅଛି ରଗଡ଼ିବାକୁ ନା? ହଁ। ଦେଖନ୍ତୁ କେମିତି ରଗଡ଼ା ହେଉଛି। ସେଥିରେ ଏବେ ରଗଡ଼ା ହେଇଯାଇଛି, ଭଲ ହେଉଛି। ରଗଡ଼ା ହେଉଛି, ଭଲ ହେଉଛି ନା? ହଉ ରଗଡ଼ା ଆଉ। ଏବେ ଏ ଯେଉଁ ବିରି କ'ଣ ବତୁରା ହେଇଛି? କାଲି ଗହା ବୁଲୁନି। କାଲି ପାଇଁ ପିଠା ହବ। ଆଜି ଟିକେ ପରିଶ୍ରମ କରିବାକୁ ପଡ଼ିବ ଆଉ। ବିରି ବଟା ହବ ନା ବିରି ବଟା ହବ? ବଟା ହବ ଯେ ମା ଯେଉଁ ଚୋପା ଛଡ଼େଇ ଦିଅନ୍ତି ବିରିରୁ, ହଁ। ଭଲ ସହଜିଆ ହୁଏ ନା ନାହିଁ? ସବୁ କେତେ ଥର ଧୋଇବାକୁ ପଡ଼ିବ କହିଲୁ? ସରିଯାଇଛି ନାହିଁ, ବେଗ ହେଲା ବୋଲି ମା ଆଉ କରିପାରିଲିନି ବିରିକି ଚୋପା ଛଡ଼େଇବା ପାଇଁକା। ଖରା ହେଲେ ଶୁଖିବ ଆଉ। ଟିକେ ପରିଶ୍ରମ ପଡ଼ିବ। ଚୋପା କେତେ ଦେଖିଲୁ ଚୋପା ଛଡ଼େଇବା ପାଇଁକା? କେତେ ଅଛି ଆଧାର? କେତେ ସମୟ ଲାଗିବ କହିଲୁ? ଆଗ ଚାଉଳଟା ଗୁଣ୍ଡ ହବ। ସେଇଟା କ'ଣ ସହଜ ହେଉଥିଲା? ବିରିଟା କ'ଣ ଚୋପା ଛଡ଼େଇ ହେଇଯାଉଥିଲା, ସାଙ୍ଗେ ସାଙ୍ଗେ ବତୁରା ହେଲା ତ ଗଡ଼ିଆ ହେଇକି ସେ ବଟା ହେବ। ଇଏ ପୁଣି ଚୋପା ଛଡ଼େଇବା ମାନେ କେତେ ସମୟ ଲାଗିବ ଏଇନା? ବହୁତ ସମୟ ଲାଗିବ। ଶୀଘ୍ର ହେଇଯିବ। ତ ଶୀଘ୍ର ହେଇଯାଏ, କେତେ ଶୀଘ୍ର। ପୁଣି ଗଡ଼ିଆ ହେବ ନା, ଏଥିରେ ଗୋଡ଼ି ଥିବ କେତେ। ଖରା ହେଇଥିଲେ ଶୁଖେଇ ଦେଇଥିଲେ ହେଇଥିଲା। ହଁ, ଖରା ହେଉନି ବା ନା। 15 ଦିନ ହେଲାଣି ଖାଲି ବର୍ଷା ଲାଗିକି ରହିଛି, ମେଘୁଆ ପାଗ। ସେ ବିରି କ'ଣ ସାଙ୍ଗେ ସାଙ୍ଗେ ରଗଡ଼ା ହେଇକି ସାଙ୍ଗେ ସାଙ୍ଗେ ତେଲ ମରା ହେଇ ଶୁଖିଆ ହେବ? ଠିକ୍ ଭାବରେ ହେଇପାରିଲେନି ଆଉ। ରଡ଼ରଡ଼ିଆ ଖରାରେ ହେଇଯିବ। ସହଜ ଉପାୟ ସେଇଟା। ଏଇଟା ପରିଶ୍ରମ କରିବାକୁ ପଡ଼ୁଛି ଆଉ। କାଲି କୋଉ ପିଠା ହୁଏ? ତିନି ପିଠା ହବ। ମଟର ତରକାରୀ କରିଦେବା। ଏମିତି ସମୟ ଲାଗିବ ଆଉ। ସମୟ ଲାଗିବ, ବହୁତ ସମୟ ଲାଗିବ। ବିରି ତାକୁ ଧୋଇକି ଗଡ଼େଇକି ତାକୁ ଥୋଇଛି। ପୁଣି ବିରି ଚୋପା କେତେ ବାହାରୁଛି, କେତେ ଚୋପା।